ପିଲାମାନେ ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀ ଓଡ଼ିଆ କାର୍ଯ୍ୟପୁସ୍ତିକାର କାର୍ଯ୍ୟଫର୍ଦ୍ଦ 22 ହେଲା। ତ ଏଠି ଗୋଟେ ଭଲ ପଦ୍ୟଟି ଅଛି। ଆସ ତଳେ ଲେଖାଯାଇଥିବା ଗୀତଟିକୁ ଗାଇବା। ତାହେଲେ ଗୀତଟି ଗାଇବା କ'ଣ? ମାଟି ମୋର କେତେ ନିଜର ତାପରି କିଏ ହବ, ଜନ୍ମ ଦେଇ ପାଳଇ ସେହି ଏକଥା ଜାଣିଥିବ। ତ ଏଇଟା ବହୁତ ସିମ୍ପଲ୍ ଅଛି, ସାଧା ସାଧା ୱାର୍ଡ଼। ଯେମିତିକି ମା ବିଷୟରେ ଏଠି କୁହାଯାଇଛି, ମାଟି ମୋର କେତେ ନିଜର, ମାନେ ଆମ ମାଟି କେତେ ନିଜର ହେଇଥାଏ, ତାପରି ଦୁନିଆରେ କେହି ବି ନୁହଁ, ତାପରି କିଏ ହେବ, ସେଇ କଥାଟା କୁହାଯାଇଛି। ଜନ୍ମ ଦେଇ ପାଳଇ ସେହି ଏକଥା ଜାଣିଥିବ। ତ ସିଏ ଜନ୍ମ ଦେଇ ମାନେ ଜନ୍ମ ବି ଦେଇକିରି ଆଉ ପାଳନ କରନ୍ତି। ପାଳନ ମାନେ ଲାଳନ ପାଳନ ଯେଉଁ କୁହନ୍ତି, ସ୍ନେହ ଶ୍ରଦ୍ଧା ଦେଇ ଖୁଏଇ ପିଇ ବଡ଼ କରନ୍ତି, ତାକୁ ପାଳିବା କୁହାଯାଏ। ଠିକ୍ ଅଛି। ଜନ୍ମ ଦେଇ ସେ ପାଳନ ପାଳଇ ସେଇ, ଜନ୍ମ ବି ଦେଇକିରି ପାଳିଥାଏ କିଏ? ମା। ଏକଥା ଜାଣିଥିବ ହେଲା। ତାପରେ କ'ଣ ଅଛି? ମା ସ୍ନେହ ମା ମମତା ସରଗ ଠାରୁ ବଡ଼। ତ ଦୁନିଆରେ ଯେତେ ସବୁ ସ୍ନେହ ମମତା ଅଛି, ମା ସ୍ନେହ ଠାରୁ ସେ ସବୁ ତଳରେ, ହଁ ନା ନାହିଁ? ସେଇଥିପାଇଁ ଏଇଠି କଥାରେ କୁହାଯାଇଛି ମା ସ୍ନେହ। ସ୍ନେହ ମାନେ କ'ଣ? ସ୍ନେହ। ମାର ସ୍ନେହ ଆଉ ମାର ମମତା। ମମତା ମାନେ ତା ଯେଉଁ ଗେହ୍ଲା କରିବା, ସ୍ନେହ ମମତା, ଏଇ ଯେଉଁ ଗେହ୍ଲା କରିବାଟା ସ୍ୱର୍ଗ ଠାରୁ ବି ବଡ଼। ମାନେ ଯଦି ସ୍ୱର୍ଗ ମାନେ କ'ଣ? ସ୍ୱର୍ଗଟା ଆମେ କହୁଛେ କେତେ ବଡ଼ ବୋଲି, ସ୍ୱର୍ଗଟା ମାନେ ପୁରା ଆକାଶଟା, ପୁରା କେତେ ବଡ଼ କହୁଛେ ଆମେ ସ୍ୱର୍ଗକୁ। କିନ୍ତୁ ସ୍ୱର୍ଗ ଠାରୁ ବି ଏଇ ସ୍ନେହ ମମତାଟା ମାର ବଡ଼ ବୋଲି ଏଠି କୁହାହେଇଛି ହେଲା। ତାହାର ଗାଳି ଦାଣ୍ଡର ଧୂଳି ଜୀବନ ଗଢ଼େ ମୋର। ତାହେଲେ ତାର ଯେଉଁ ଗାଳି, ମାର ଯେଉଁ ଗାଳି କ'ଣ? ଆମେ ଛୁଆ ଭୁଲ କଲେ ବା ଆମେ ଭୁଲ କଲେ ମା ଗାଳି ଦେଇଥାନ୍ତି। ତ ତାର ଗାଳିଟା କ'ଣ? ଦାଣ୍ଡର ଧୂଳି। ବୁଝିହେଲା? ଦାଣ୍ଡର ଧୂଳି କାହିଁ କୁହାହେଇଛି? ତ ଦାଣ୍ଡର ଧୂଳିଟା, ସେଇ ଧୂଳିରେ କ'ଣ ହୁଏ? ସେଇ ଧୂଳିରେ ଆମେ ଚାଲା ବୁଲା କରିଥାଉ, ସେଇ ଧୂଳିର ବାସ୍ନା ବହୁତ ଭଲ ଲାଗିଥାଏ। ତ ବହୁତ କିଛି ସେଇ ଧୂଳିରୁ ଆମକୁ ମିଳିଥାଏ। ତେଣୁକି ସେଇ କଥାରେ କୁହାହେଇଛି ତାହାର ଗାଳି ଦାଣ୍ଡର ଧୂଳି। ତାର ଯେଉଁ ଗାଳିଟା, ସେ ଯେଉଁ ଗାଳି କରେ ଆମକୁ, ସେଟା ସେଇ ଦାଣ୍ଡର ଧୂଳି ଯେମିତି ଆମ ପାଇଁ ବହୁତ ଉପକାରକାରରେ ଲାଗେ, ବହୁତ ଭଲ ଆମ ପାଇଁ ଲାଗେ। ତାରି ଉପରେ ଆମେ ଚଲାବୁଲା କରି ଖେଳକୁଦ ହୋଇ ବଡ଼ ହେଇଥାଉ। ସେଇଭଳି ତାର ମାର ଗାଳିଟା ମଧ୍ୟ ସେଇଭଳି ବୋଲି ଏଠି କୁହାହେଇଛି। ଜୀବନ ଗଢ଼େ ମୋର, ଯେଉଁଟାକି ଜୀବନ ଗଢ଼ିଥାଏ। ଜୀବନ ଗଢ଼େ ମୋର ବୋଲି କିଏ କହିଛନ୍ତି? ଏଠି କବି କହିଛନ୍ତି। ଜୀବନ ଗଢ଼େ ମୋର ବୋଲି କହିଛନ୍ତି ହେଲା। ସବୁ କଷଣ ସହଇ ସିନା ହସି ହସାଏ ମତେ। ତାହେଲେ ସବୁ କଷଣ, କଷଣ ମାନେ ହେଲା କଷ୍ଟ ହେଲା। ସବୁ କଷ୍ଟ ସହଇ ସିନା, ସବୁ କଷ୍ଟ ସହି ମାନେ ସହେ। ଯେତେ କଷ୍ଟ, କେତେ କଷ୍ଟ ସହି ମଧ୍ୟ ମା କ'ଣ? ଛୁଆଟି କାନ୍ଦୁଥିବ ରାତିରେ, ଛୋଟ ଛୁଆ ଥିଲା ସମୟରେ କ'ଣ ହେବ? ସେ ନିଜେ ନ ଶୋଇ ମଧ୍ୟ ରାତି ଅଧରେ 2ଟା 3ଟାରେ ବି ରାତିରେ ଛୁଆ କାନ୍ଦିଲା ମାନେ ଉଠିକିରି ତାକୁ ଗେଲ କରି ସ୍ନେହ ଶ୍ରଦ୍ଧା କରି ପୁଣି ତାକୁ ଗୀତ ଗାଇ ଶୋଇ ଦେଇଥାଏ। କେତେ କଷ୍ଟ। ଛୁଆ ମୁତି ଦେଲେ କି ଅଲଗା ଯାହା ବି ଝାଡ଼ା କରିଦେଲେ, ମୁତି ଦେଲେ, ଏଗୁଡ଼ା କରି ତାଙ୍କୁ ସଫାସୁତୁରା କରି କେତେ କଷ୍ଟ କରିକିରି ରାତିରେ ଅନ୍ୟ କେହି ଉଠିବାକୁ ପସନ୍ଦ କରୁନଥିବେ, ସେହି ସମୟରେ ମା ସବୁ କାମ କରିଥାଏ ହେଲା କି। ଭାବ, ତେଣୁ ସେଇ କଷଣ, ସବୁ କଷଣ ସହଇ ସିନା, ସବୁ କଷ୍ଟ ସହିକି ହସି ହସାଏ ମତେ। ସବୁ କଷ୍ଟ ସହି ମଧ୍ୟ ସେ କ'ଣ କରିଥାଏ? ନା ନିଜେ ହସିକିରି ହସିଥାଏ। କାରଣ ଗୋଟେ ଛୁଆକୁ ହସିବା ପାଇଁ କ'ଣ? ନିଜେ ବି ହସିକିରି ଖିଲଖିଲ କରିଲେ ହିଁ ଛୁଆଟା ଗୋଟେ ହସିଥାଏ। ତେଣିକି ସେ ସବୁ ମା କ'ଣ କରେ? ନିଜେ କଷ୍ଟ ସହି ମଧ୍ୟ ନିଜେ ହସିକିରି ଛୁଆକୁ ହସେଇଥାଏ। ମାନେ କେତେ ମହାନ ବିଷୟ କୁହାଯାଇଛି ମା ବିଷୟରେ ହେଲା। ମା ଆଶିଷ ଜଗତେ ବଡ଼, ଭୁଲି ପାରିବି କି ସତେ। ତ ମା ଆଶିଷ, ଆଶିଷ ମାନେ କ'ଣ? ଆଶୀର୍ବାଦ। ସେତିକି ମାର ଆଶୀର୍ବାଦଟା ଜଗତେ ବଡ଼। ଜଗତେ ମାନେ ସାରା ଜଗତରେ, ସାରା ବିଶ୍ୱରେ ହେଲା। ମାର ଆଶୀର୍ବାଦଟା ସବୁଠାରୁ ବଡ଼। ମାର ଆଶିଷ ସାରା ଜଗତରେ ବଡ଼, ଭୁଲି ପାରିବି କି ସତେ। କାରଣ ମା ପାର୍ବତୀଙ୍କ ଆଶୀର୍ବାଦ ଥିଲା ଗଣେଶଙ୍କ ଉପରେ ବୋଲି, ତାଙ୍କୁ କ'ଣ କେହି ବି ହରେଇ ପାରିଲେନି। ଶିବ ମଧ୍ୟ ହରେଇ ପାରିଲେନି। ଲାଷ୍ଟକୁ ସମସ୍ତେ ମିଶିକିରି ଇଏ ହେଲା ପରେ ଯାଇକି କ'ଣ? ସମସ୍ତେ ମିଶିକି ଏକାଠି ହେଇ ତାପରେ ଯାଇକି ଗଣେଶଙ୍କର ବେକ କଟା ଯାଇପାରିଥିଲା। ମାନେ ଭାବ, ସେ ମା ଆଶୀର୍ବାଦ ଯୋଗୁଁ ସେ ଏତେ ତାଙ୍କର ଇଏ ହେଇଥିଲା, ବଳ ହେଇଥିଲା। ବୁଝିହେଲା? ସେଇଭଳିଆ କଥା କୁହାଯାଇଛି। ମା ଆଶିଷ ଜଗତେ ବଡ଼, ଭୁଲି ପାରିବି କି ସତେ। ମା ଆଶିଷଟା ହେଉଛି ସାରା ଜଗତରେ ବଡ଼। ଆଉ ସତରେ କ'ଣ ମୁଁ ଭୁଲି ପାରିବି? ମାର ଏତେ ସବୁ ସ୍ନେହ ଶ୍ରଦ୍ଧା ଏତେ ସବୁ ଦେଇଛି ମା, ସତରେ କ'ଣ ଭୁଲି ପାରିବି? ଏ କଥା କୁହାଯାଇଛି। ମୋ ମା ମୋର ଅତି ନିଜର, ତାପରି କେହି ନାହିଁ।
माटा कौन समस्त बहुत निजर कहीं माँ समस्त निज छुआ सबू जिनस करता अति निजर माँ ठू निजर दुनिया आउ कहीं ना तापरी कहीं ना ये कथा कहुई ता पणतकानी मो पाई साहा भाग्यवान जे मुही ताहले कौन हुए ता पणतकानी मो पाई साहा पणतकानी मो पाई साहा बोली कहीं कहुई पणतकानीटा माँ कौन करें गोटे छुआ को सब बेले धरिकी पणतकानीटा मुंडटी घोड़े दी था हाँ ना नहीं घोड़े दी था छुआ जब छिंकीदेला कि तार कौटी कौन लगिगला कि पानी लगिला कि जहाँ भी होता है पणतकानी पोची दी था खरा हेले पणतकानी घोड़े दी था यही सब जिनस होता है से कथार कहुई ता पणतकानी मो पाई साहा सबू जिनस साहा हूँ कौन साहा भरोसा हूँ से पणतकानी भाग्यवान जे मुही तो जेहेतु एत सब जिनस माँ मत एभली माँ मत मिली सबू जिनस मत देची सबू प्रकार मोर उपकार करछि सबू प्रकार दुनिया रे ताठू बड़ कहीं ना तेणु मुझे भाग्यवान बोली एठी कवि कही बढ़िया विषयटी सरीगला आमर कविताटी बर्तमान आम पढ़ा कौन तार प्रश्न उत्तर करवा है शिक्षण कार्य 3 माँ सबू कष्ट सही आमको हसाए भाग्यवान जे मुही दि जा पद को गद्य आकार कोठरी लिखा ताले यहाँ पद्य आकार देती जो वार्डटा से आम गद्य आकार लिखा गद्य मान कथा आकार माँ आमको हसैबा सबू कष्ट सहे है आउ मु भाग्यवान अटे जो कही भाग्यवान जे मुही तार अर्थ कौन मु भाग्यवान अटे है यार गद्य रूप यहाँ तापर आसीगला कार्य शिक्षण 3 पद्य व्यवहृत शब्दगुड़िकर गद्य रूप तल कोठरी लिखा गद्य रूप गुड़ाक लिखा जन्म जन्म मान यहाँ पद्य रूप अच्छी तार गद्य रूप हम जन्म पालई यहाँ पद्य रूप अच्छी तार हम गद्य रूपटा हम पाले स्नेह स्नेह मान है स्नेह तापर सरग सरग मान है स्वर्ग है सरला शिक्षण कार्य 4 कई कई शब्द सहित कांदर जेपरी संपर्क अच्छी सेपरी बंधन खोजी तल शब्द गुड़िक कोठरी लिखा है जमीक कई कई अर्थ कौन कई कई कि कांदे कई कई कांदुची बोली कहती कई कई सहित कांदर शब्द से ही भली पवन ये जो अच्छी साई साई हाई हाई साई झाई झाई हाई हाई साई साई ताई ताई तो युवा क्या पाखे लग जाए कह जमी पवन पवन पाखे कौन हुए पवन पाखे कौन झाई झाई हुए झाई झाई पवन बहुत झाई झाई पवन बुए नहीं हाई हाई हुए नहीं साई साई हुए हाँ कि ना साई साई हुए पवनटा बहे साई 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 पवन बोली कहते साई साई हुए सेमती खरा खरा कौन हुए खरा कौन हाई हाई हुए ना साई साई खरा हुए खरा टाइम टाइम खरा हुए कौन टाइम टाइम पूरा टाइम टाइम मारला भाया खरा मारुचे पूरा टाइम टाइम खरा टाइम टाइम हो तापर गरे रहा कौन मुंड मुंडर कौन हम हाई हाई मुंड हाई हाई हो साई साई हो टाइम टाइम ना मुंड झाई झाई हो झाई मार दिए कहते ए खरारे झाई मार दूँ मुंड झाई मार दूँ मुंड पाखे हम झाई मार तापर करवा शिक्षणीय कार्य 5 आस कविता को पढ़ी पदर छाड़ी जाइथिबा अंश को पूरण करवा ताले कविता को पढ़ी तापर नेक्स्ट पदटा जहाँ लिखब तापण तकानी मो पाई साहा तापर कौन हम भाग्यवान जे मुही तापर है खटा ताहार गाड़ी दांडर धूली तापरटा हम जीवन गढ़े मोर माँ स्नेह माँ ममता सरग ठारू बड़ ताले बहुत यार प्रश्न उत्तर सरीगला तो पिला माने चैनल टी को लाइक सब्सक्राइब कर दियो ताको लाइक सब्सक्राइब कर दियो हेले सबू जहाँ सब तुम जापर बाकी गुड़ा जहाँ छड़ा हो तुम आग पाइपर ठीक अच्छे चैनल टी को सब्सक्राइब कर दियो सब्सक्राइब करूनो जल्दी सब्सक्राइब कर दियो है।